ଆଉ ବୋର୍ର ଅବସ୍ଥା ଆପଣ ଦେଖିଲେ ବି ବିଶ୍ୱାସ କରିପାରିବେନି। ଦେଖନ୍ତୁ ବୋର୍ ପୁରା ଭାଙ୍ଗିକି ପୁରା ଦିଖଣ୍ଡ ହେଇଯାଇଛି ପୁରା। ଆଉ ସବୁ ତ ଗୁଣ୍ଡ ମଧ୍ୟ ତା ଭିତରେ ପଶିକି ଅଛି। ଦେଖନ୍ତୁ ଗାଇସ୍ ପିଷ୍ଟନର ଅବସ୍ଥା ଦେଖନ୍ତୁ। ହ୍ୟାଲୋ ଗାଇସ୍, ଜୟ ଜଗନ୍ନାଥ। କେମିତି ଅଛନ୍ତି ଆପଣମାନେ? ଆଶା କରୁଛି ଆପଣ ଭଲ ଅଥିବେ। ତ ମୋ ପାଖରେ ଆଜି ଅଛି NS200 ଦେଖିପାରୁଥିବେ। NS200 ପୁରା ତାର ଇଞ୍ଜିନ୍ ସିଜ୍ ହେଇଯାଇଛି। ସେଥିପାଇଁ କଷ୍ଟମରର ଚାଲିବା ଅବସ୍ଥାରେ ଇଞ୍ଜିନ୍ ସିଜ୍ ହେଇଯାଇଛି। ଗାଡ଼ି ଟୋଟାଲି ପୁରା ମୋବିଲ୍ ନଥିଲା। ଆଉ ଦେଖନ୍ତୁ ଗାଇସ୍ ବୋର୍ର ମାନେ ଅବସ୍ଥା ଦେଖନ୍ତୁ। ମାନେ ବୋର୍ ଟୋଟାଲି ପୁରା ଫାଳେ ଭାଙ୍ଗି ଯାଇଛି। ମାନେ ପୁରା ପିଷ୍ଟନ ପୁରା ସିଜ୍ ହେଇଯାଇଛି। ଦେଖନ୍ତୁ ପିଷ୍ଟନ ପୁରା ବି ସିଜ୍ ହେଇଯାଇଛି। ପିଷ୍ଟନ ସିଜ୍ ହେଇକି ପୁରା ଭାଙ୍ଗି ଯାଇଛି। ଆଉ ଗାଇସ୍ ଦେଖିପାରୁଥିବେ ମାନେ ପୁରା ପିଷ୍ଟନର ଅବସ୍ଥା ଦେଖନ୍ତୁ। ପିଷ୍ଟନ ପୁରା क्या सीन है, वाह क्या सीन है। ଆଉ ଏଠି ଦେଖିପାରୁଥିବେ ମଧ୍ୟ କେତେ ବହୁ ଗୁଡ଼ାଏ ଖଣ୍ଡ ମାନେ ପୁରା ଆ ଭିତରେ ଦେଖନ୍ତୁ। ଯୋଉ ଖଣ୍ଡ ମଧ୍ୟ ବହୁତ ସାରା ଖଣ୍ଡ ଆ ଭିତରେ ଅଛି। ମୁଁ ଆପଣଙ୍କୁ ପୁରା କାଢ଼ି ସାରିଲା ପରେ ଦେଖେଇବି। ଦେଖନ୍ତୁ ପୁରା ସିଜ୍ ହେଇଯାଇଛି। ପୁରା ଟୋଟାଲି ପୁରା ସବୁ ସିଜ୍ ହେଇଛି। ମାନେ ବେରିଂ ଫେରିଂ ସହକାରେ ସବୁ ସିଜ୍ ହେଇଯାଇଛି। ତ ଯଦି ବି ଆପଣ NS200 ଯେକୌଣସି ଗାଡ଼ି ହଉ ନା କାହିଁକି ଆପଣଙ୍କ ପାଖରେ ଯେକୌଣସି ଗାଡ଼ି ହଉ ସର୍ବପ୍ରଥମ ମୋବିଲ ଉପରେ ଧ୍ୟାନ ଦିଅନ୍ତୁ। ଆପଣଙ୍କର ବି ଏଇ ଅବସ୍ଥା ହେଇପାରିବ। ଏଇ ଗାଡ଼ି ଟୋଟାଲି ଉପରେ ମୋବିଲ ନଥିଲା। ମୋବିଲ ରିଲେଟର ମୋବିଲ ଗାଈ ଦେଖିପାରୁଥିବେ। ମୋବିଲ ଟୋଟାଲି ଉପରେ ଏତିକି ବାହାରିଛି। ଦେଖନ୍ତୁ ମୋବିଲର ଅବସ୍ଥା ଗାଈ ଦେଖନ୍ତୁ। ମାନେ ପୁରା କଲର ପୁରା ମାନେ ବ୍ଲାକ୍ କଲର ପୁରା ହେଇଯାଇଛି। କିଛି ନାହିଁ ପୁରା देखा आपने लापरवाही का नतीजा है। ପୁରା ଆମର ତ ବର୍ତ୍ତମାନ ଖୋଲା ସାରି ଦେଇଛି ଆଗୁଆ। ଆପଣଙ୍କୁ ଦେଖିବା ପାଇଁକା ତ ଇଏ ହେଲାନି। ସେଥିପାଇଁ ମୁଁ ଆଗ ଦେଖନ୍ତୁ ଗାଈ ପିଷ୍ଟନ ରିଙ୍ଗର ଅବସ୍ଥା ବି ଦେଖନ୍ତୁ। ପିଷ୍ଟନ ରିଙ୍ଗ ପୁରା ବାହାରକୁ ବାହାରି ଯାଇଛି। ପୁରା ବହୁତ ଦିନ ଇଏ ଗାଡ଼ି ହେଉଛି ବହୁତ ଦିନ ହେଲା ସାଉଣ୍ଡ ହଉଥିଲା। ଆଉ ସେ କଷ୍ଟମର ମଧ୍ୟ ଧ୍ୟାନ ଟୋଟାଲ ଦେଇନଥିଲେ କି ସାଉଣ୍ଡ ହେବାର କାରଣ କ'ଣ ପାଇଁ ସାଉଣ୍ଡ ହେଉଛି କ'ଣ ନାହିଁ କିଛି ବି ଧ୍ୟାନ ଦେଇନାହାନ୍ତି। ସେଥିପାଇଁ ତାଙ୍କର ଏମିତି ଅବସ୍ଥା ହେଇଛି। ତ ଆପଣ ଯଦି ବି ଗାଡ଼ି ଚଲାନ୍ତୁ ଯେକୌଣସି ଗାଡ଼ି ଚଲାନ୍ତୁ ନା କାହିଁକି ସର୍ବପ୍ରଥମେ ମୋବିଲକି ଧ୍ୟାନ ଦିଅନ୍ତୁ। ମାନେ ଯଦି ମୋବିଲ ଧ୍ୟାନ ନ ଦିଅନ୍ତି ତ ଏମିତି ଅବସ୍ଥା ହେବ। ଆଉ ଗୋଟେ ସର୍ବପ୍ରଥମ ଆଉ ଗୋଟେ ଜିନିଷକୁ ଆପଣଙ୍କୁ ଧ୍ୟାନ ଦେବାକୁ ପଡ଼ିବ। ଆମର ଯେଉଁ BS6 ଗାଡ଼ି ହେଉଛି ଆକ୍ଟିଭା ହଉ ଆକ୍ଟିଭାର BS6 ଜାଣିଥିବେ ଆପଣ, ଜାଣିନ୍ତି କି ନା କହିପାରିବେନି, ମୁଁ ଜଣାଇ ଦେଉଛି ଆପଣଙ୍କୁ। ଆକ୍ଟିଭା 6Gରେ ଆପଣଙ୍କର 600 ml ମୋବିଲ ଲାଗୁଛି। ଆଉ ଯଦି ବି ଆପଣ 600 ml ରୁ ଯଦି ଅଧିକ ପକାନ୍ତି ଆପଣଙ୍କର ଅଏଲ୍ ସିଲ୍ କଟିବାର ସମ୍ଭାବନା ଅଛି। ଆଉ ଯଦି ବି ମାନେ ମୋବିଲ ଟିକେ ବି କମିଯାଉଛି ତାହେଲେ ଇଞ୍ଜିନ୍ ସିଜ୍ ହେବାର ସମ୍ଭାବନା ବି ବହୁତ ମାତ୍ରାରେ ରହିଛି। ଆଉ ଏମିତି ଯଦି ବି ଫାଇନାଲି ଆମର ଇଞ୍ଜିନ୍ ପୁରା ଖୋଲା ହେଇଯାଇଛି। ଦେଖିପାରୁଥିବେ ଏଇଟା ପୁରା ଖୋଲା ହେଇଯାଇଛି। ଆଉ କ୍ରାଙ୍କର ଦେଖନ୍ତୁ ଗାଇସ୍ ଅବସ୍ଥା ପୁରା କ୍ରାଙ୍କର ଅବସ୍ଥା ପୁରା ଘାଇଲା ହେଇଯାଇଛି। ଦେଖନ୍ତୁ ମାନେ ପୁରା ଭାଙ୍ଗି ଯାଇଛି। ମାନେ ପିଷ୍ଟନ ପୁରା ଇଏ ହେଇଛି। ରିଙ୍ଗାର ମଧ୍ୟ ଦେଖନ୍ତୁ ଲାଇଟ୍ ଦେଖିଦେଉଛି। ରିଙ୍ଗାର ମାନେ ପୁରା ବାହାରିକି ପୁରା ବଙ୍କା ହେଇଯାଇଛି। ଏପଟର ପିଷ୍ଟନରୁ କିଛି ନାହିଁ। ଦେଖନ୍ତୁ ପିଷ୍ଟନ ପୁରା ଏପଟ ପୁରା ରିଙ୍ଗ ପୁରା ଅଧା ଇଏ ହେଇଯାଇଛି। ପିଷ୍ଟନ ପୁରା ଇଏ ଗାଇସ୍ ଦେଖନ୍ତୁ ଇଏ ସବୁ ପିଷ୍ଟନ ଗାଇସ୍ ପୁରା ଗୋଟେ ଫାଳ ଘୁରି ହେଇକା ପୁରା ନଷ୍ଟ ହେଇଯାଇଛି। ଆଉ ଗାଇସ୍ ଆ ଭିତରେ ମଧ୍ୟ ବହୁତ ଗୁଣ୍ଡ ଶୁଣି ପାରୁଥିବେ। ଦେଖନ୍ତୁ ଗାଇସ୍ ପୁରା ଗୁଣ୍ଡ ବାହାରୁଛି। ଦେଖନ୍ତୁ ଏ ସବୁ ଗାଈ ଯେଉଁ ବୋର୍ର ଭାଙ୍ଗିଥିଲା। ସେ ବୋର୍ର ଦେଖନ୍ତୁ ଗାଈ ପୁରା ନଷ୍ଟ ହେଇଯାଇଛି। ପୁରା ଇଏ ବି ସେଇ ବୋର୍ର वाह क्या सीन है, वाह क्या सीन है। ଇଏ ସବୁ ତ ବୋର୍ର ଯେଉଁ ଭାଙ୍ଗିଥିଲା ଫାଳେ ପୁରା। ଆହୁରି ମଧ୍ୟ ଆ ଭିତରେ ଅଛି କିଛି। ଦେଖନ୍ତୁ ଗାଈ ଇଏ ମଧ୍ୟ ଆହୁରି ଅଛି। ଦେଖନ୍ତୁ ପୁରା ଗୁଣ୍ଡ ଗାଈ ପୁରା ମାନେ ଇଏ ଗାଡ଼ି ପୁରା ରନିଂ ଅବସ୍ଥାରେ ପୁରା ପୁରା ଗୁଣ୍ଡ ହେଇଛି। ଦେଖନ୍ତୁ ଆ ଦେହରେ ମଧ୍ୟ ଅଛି। ଦେଖନ୍ତୁ ଦେଖେଇଦେଉଛି ଆ ଦେହରେ ମଧ୍ୟ ଦେଖନ୍ତୁ ଗାଈ ଭିତରେ ସବୁ ବେରିଂ ଫେରିଂ ଭିତରେ ସବୁଆଡ଼େ ଗାଈ ପଶିଯାଇଛି ପୁରା। ଏଠି ପିଷ୍ଟନ ମାଡ଼ ହେଇକି ଦେଖିବ ଏଠି ଏପଟ ଇଏ ସବୁ ମଧ୍ୟ ଦାଗ ହେଇଯାଇଛି ପୁରା। ଦେଖନ୍ତୁ ପୁରା ଗାଈ ଅବସ୍ଥା ପୁରା ଘାଇଲା ହେଇଯାଇଛି ପୁରା। ଦେଖନ୍ତୁ ଏତକ ପିଷ୍ଟନ ମାନେ ଏତକ ପୁରା ଭାଙ୍ଗିଛି। ଆଉ ଗାଡ଼ି ଭିତରୁ ବାହାରିଲା ମାତ୍ର ଏତିକି ଇତକ ବାହାରିଛି। ଆଉ ପିଷ୍ଟନ ମଧ୍ୟ କିଛି ଆଉ ତ ଯାହା ସବୁ ଇଏ ହେଇଥିବ ମୋବିଲ ଡ୍ରେନ୍ ତ ହେଇନି। ମୋବିଲରେ ମଧ୍ୟ କିଛି ସେମିତି କିଛି ବାହାରିନି। ଗୁଣ୍ଡ ଖଣ୍ଡେ ଖଣ୍ଡେ ଛୋଟ ଛୋଟ ଖଣ୍ଡ ଟିକେ ଟିକେ ବାହାରିଛି। ତ ଏମିତି ସବୁ ବାହାରିଛି। ତ ସର୍ବପ୍ରଥମେ ଦୟାକରି ଧ୍ୟାନ ଦିଅନ୍ତୁ ମୋବିଲଟାକୁ, ନାଇଁ ତ ଗାଡ଼ି ପୁରା ବେକାର ହେଇଯିବ। ଗାଈ ଦେଖନ୍ତୁ ମାନେ ଏତେ ମୋଟାର ଇଏକୁ ବି ମାନେ ଗାଡ଼ି ପୁରା ପିଷ୍ଟନ ପୁରା ବାଡ଼େଇକି ଭାଙ୍ଗି ଦେଇଛି।
ପୁରା ଏତକ ପୁରା ମାନେ ଅଧା ପୁରା ଯାଇଛି, ଆଉ ଇଏ ଅଧା ବି ମାନେ ଆର ବି ଅଧା ଯାଇଛି। ଦେଖନ୍ତୁ ଏଠୁ ଏପର୍ଯ୍ୟନ୍ତ ରହିଯିବା କଥା, ଇଏ ବି ମଧ୍ୟ ପୁରା ଅଧା ଯାଇଛି ଏଠି ପୁରା। ଏଇଟା ପୁରା ଘୁରିକି ପୁରା ପାଲିସ ହେଇଯାଇଛି, ମାନେ ସତେକି ମାନେ ସାଇଣ୍ଡ କିଏ ମାରିଦେଇଛି। ଇଏ ହେଇକି ମଧ୍ୟ ପୁରା ନାହିଁ ଆଉ। ଏଇଟା 4VL ପୁରା ଯାଇଛି। ବେଳା ଭଲ, ପିଷ୍ଟନ କେମିତି ଆମର ଭେଲ୍ ବାଡ଼ି ହେଇନି, କିନ୍ତୁ ଭେଲ୍ କିଛି ହେଇନି, ତଥାପି ଭେଲ୍ ହେରିକା ପଲିସ୍ କରିବାକୁ ପଡ଼ିବ। ଭେଲ୍ ହେରିକା ଯେମିତି ହେଲେ ପଲିସ୍ କରିବାକୁ ପଡ଼ିବ, କାହିଁକିନା ଭେଲ୍ ପଲିସ୍ କରିକି ନ ଲଗେଇଲେ ତ କମ୍ପ୍ରେସର ଆସିବନି କି ଗାଡ଼ି ଫାଡ଼ି ଚେକ୍ କରିବାକୁ ପଡ଼ିବ। ତ ଆଜିର ଭିଡ଼ିଓକୁ ମୁଁ ଏଇଠି ଏଣ୍ଡ କରୁଛି। ଆଉ ଇଞ୍ଜିନ୍ ଫିଟିଂର ଭିଡ଼ିଓ ଆମକୁ ଗୋଟେ ନେକ୍ସଟ ଭିଡ଼ିଓରେ ମୁଁ ଦେଖେଇଦେବି। ଇଞ୍ଜିନ୍ଟା ଫିଟିଂ ହେଲା, କ'ଣ ହେଲା, କେତେ ଟଙ୍କା ଖର୍ଚ୍ଚ ହେଲା, ବିଲ୍ କେତେ ଟଙ୍କା କଷ୍ଟମର ଆଇଲା, ଆଉ କ'ଣ ଜିନିଷ ମଧ୍ୟ ଲାଗିଲା, ସେଇଟା ଆପଣଙ୍କୁ ମୁଁ ନେକ୍ସଟ ଭିଡ଼ିଓରେ ଦେଖେଇଦେବି। ତ ଆଜିର ଭିଡ଼ିଓକୁ ମୁଁ ଏଇଠି ଏଣ୍ଡ କରୁଛି। ଯଦି ଭିଡ଼ିଓଟା ଭଲ ଲାଗିଥାଏ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦିଅନ୍ତୁ। ରହୁଛି, ଜୟ ଜଗନ୍ନାଥ। ଆଉ ମଧ୍ୟ ଯାହାର ଏନେ ଗାଡ଼ି ମାନେ ଯିଏ ସବୁ ଜୋରରେ ଚଲାଉଛନ୍ତି କି ମୋବିଲରେ ଧ୍ୟାନ ଦେଉନାହାନ୍ତି, ଦୟାକରି ତାଙ୍କୁ ସେୟାର କରନ୍ତୁ ଏଇ ଭିଡ଼ିଓଟାକୁ। ଆଉ ଦେଖାନ୍ତୁ ଯେ ଏମିତି ଯଦି ମୋବିଲ ଟେ ନ କରୁଛ, ଟାଇମ୍ରେ ନ କରୁଛ, କିଛି ନ କରୁଛ, ତ ଏମିତି ବେଳେବେଳେ ଅବସ୍ଥା ପଡ଼ିପାରେ। ତ ରହୁଛି, ଜୟ ଜଗନ୍ନାଥ।